ହୁମେନ ସାଗର ଆମ ଓଡ଼ିଶାର ଜଣେ ଆଗ ଧାଡ଼ିର ସିଙ୍ଗର ଥିଲେ। ଅଳ୍ପ କିଛି ବର୍ଷ ଭିତରେ ସେ ହଜାର ହଜାର ଗୀତ ଗାଇଥିଲେ। ଏମିତିକି ଯେ ଅନ୍ୟାନ୍ୟ ଭାଷାରେ ମଧ୍ୟ ସେ ଗୀତ ଗାଇ ଆମର ଓଡ଼ିଶାବାସୀଙ୍କର ସମସ୍ତଙ୍କର ମନକୁ ସେ କିଣି ନେଇଥିଲେ। ସେଇ ହୁମେନ ସାଗର ଯିଏକି ଆଜି ଆମ ଗହଣରେ ନାହାନ୍ତି ସତ, ଆଜି ଆମ ଆଖିରେ ଦେଖା ଯାଉନାହାନ୍ତି ସତ, ଆଜି ଆମେ ତାଙ୍କର ପାଟିର କଥା ଶୁଣି ପାରୁନୁ କି ତାଙ୍କର ସେ ଷ୍ଟେଜ ଶୋରେ ଯେଉଁ ପ୍ରକାର ସେ ପରଫର୍ମାନ୍ସ ଗୁଡ଼ାକ ଦଉଥିଲା ସେ ସବୁ ଆମେ ଆଉ ଦେଖିପାରୁନୁ। ସତ କଥା, କିନ୍ତୁ ଆଜି ସେ ଆମ ଗହଣରୁ ଚାଲିଯାଇ ପ୍ରାୟ 6ରୁ 7 ମାସ ହେବାକୁ ଗଲାଣି। କିନ୍ତୁ ଆଜି ବି ତାଙ୍କର ନୂଆ ନୂଆ ଗୀତ ଆମେ ଶୁଣିବାକୁ ପାଉଛୁ। ବହୁତ ଗୋଟିଏ ଗର୍ବର ବିଷୟ, ଗୋଟେ ଆଶ୍ଚର୍ଯ୍ୟର ବିଷୟ ଯେ ଯେଉଁ ବ୍ୟକ୍ତି ଆମ ଆଖିରେ ଦେଖାଯାଉନାହାନ୍ତି, ଯେଉଁ ବ୍ୟକ୍ତି ଆଉ ଏଇ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କର ଗୀତ ଆଜି ବି ନୂଆ ନୂଆ ହେଇ ଆମ ଆଖି ଆଗରେ ନାଚି ବୁଲୁଛି, ଘୁରି ବୁଲୁଛି। ଆଉ ଆମେ ସେ ନୂଆ ନୂଆ ତାଙ୍କର ସେ ସ୍ୱରକୁ ପୁନର୍ବାର ଆମେ ଶୁଣିପାରୁଛୁ ନୂଆ ଭାବରେ। ଆମର ଖ୍ରୀଷ୍ଟିଆନିଟିରେ ତାଙ୍କର ଜନ୍ମ ହୋଇଥିଲା, ତାଙ୍କର ରିଲିଜନ୍ ଥିଲା ଖ୍ରୀଷ୍ଟ ଧର୍ମ। ସେ ଅନେକ ଆଉ ଫିଲ୍ମ ଗୀତ ମଧ୍ୟ ଗାଇଛନ୍ତି, ଅନେକ ଆଲବମ୍ ଗୀତ ମଧ୍ୟ ଗାଇଛନ୍ତି, ଆଉ ଅନେକ ଖ୍ରୀଷ୍ଟୀୟ ଭକ୍ତିପୂର୍ଣ୍ଣ ସଙ୍ଗୀତ ଗୁଡ଼ାକ ମଧ୍ୟ ତାକୁ ଯେଉଁ ଟାଇପ୍ର ଗୀତ ଗୁଡ଼ାକ ଦେଲେ ମଧ୍ୟ ସବୁ ଗୀତକୁ ସେ ବହୁତ ଭଲ ଭାବରେ ଆଉ ଯାହା ବି ସେ ଗାଉଥିଲେ ନିଜ ହୃଦୟରୁ ଗାଉଥିଲେ, ଯାହାକି ପ୍ରତ୍ୟେକଙ୍କ ହୃଦୟକୁ ସ୍ପର୍ଶ କରୁଥିଲା। ତ ଆଜି ତାଙ୍କର ବିଷୟରେ କହିବା ପୂର୍ବରୁ ମୁଁ ଫିରୋଜ କୁମାର ମାଳି, ଆପଣମାନେ ଦେଖୁଛନ୍ତି ମୋ ଚ୍ୟାନେଲ ଫିରୋଜ ଟିକ୍ ଆଣ୍ଡ ଟେକ୍ରେ। ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ମୋ ଭିଡ଼ିଓ ଛାଡ଼ି ଯିବା ପୂର୍ବରୁ ନିଶ୍ଚୟ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣମାନଙ୍କର ଟଙ୍କାଏ ପଇସା ମଧ୍ୟ ଖର୍ଚ୍ଚ ହେବନି। ଯଦି ପାରୁଛନ୍ତି ନିଶ୍ଚୟ ଆପଣମାନଙ୍କର ମତାମତ ଜଣାଇବା ପାଇଁ କମେଣ୍ଟ ବକ୍ସରେ ଆସି କମେଣ୍ଟ କରିପାରିବେ। ଆଉ ଯଦି ପସନ୍ଦ ହୁଏ ନିଶ୍ଚୟ ଲାଇକ୍ ଗୋଟେ କରିବେ। ତ ଚାଲନ୍ତୁ, ଅତି ଶୀଘ୍ର ଆସୁଅଛି ଗୋଟେ ନୂଆ ଖ୍ରୀଷ୍ଟୀୟ ଭକ୍ତି ହୃଦୟସ୍ପର୍ଶୀ ସଙ୍ଗୀତ ବା ଗୀତ, ଯେଉଁ ଗୀତର ନାଁ କାନ୍ଦି କାନ୍ଦି। ଗୀତର ନାଁ ହେଉଛି କାନ୍ଦି କାନ୍ଦି, ଯାହାଦ୍ୱାରା ଏଇ ପଦିଏ କଥାରେ ଆପଣମାନେ ଜାଣିପାରୁଥିବେ, ପଦିଏ ଶବ୍ଦରେ ଆପଣମାନେ ବୁଝିପାରୁଥିବେ ଯେ ଗୀତର ଭିତରେ କୋଉ ଟାଇପ୍ର ବିଷୟ ଗୁଡ଼ାକ ଥିବ, ଯାହାକି ତାର ଟାଇଟଲ ଅଛି କାନ୍ଦି କାନ୍ଦି। ଯେମିତି ଜଗତର ମୋହ ମାୟା ଜାଲରେ ଆମେ ପଡ଼ିଯାଇଛୁ, ଯାହା ଆମକୁ ଆଖିରେ ଦେଖାଯାଉଛି ଆମେ ସେଇଆ ଦେଖୁଛୁ, କିନ୍ତୁ ଆଖି ପଛରେ ଯାହା ଯାହା ଅଛି, ଯାହା ଅଦୃଶ୍ୟ ବିଷୟ ଗୁଡ଼ାକ ଆମେ ଦେଖିପାରୁନାହିଁ। ଯାହା ଦୃଶ୍ୟ ତାହା ଆମେ ଦେଖିକିରି ଭାବୁଛୁ ଯେ ଏଇଆ ହିଁ ସବୁ କିଛି, ଯେତିକି ଆମକୁ ଦେଖାଯାଉଛି ତାହା ହିଁ ଆମ ପାଇଁ ସବୁ କିଛି, ଏତିକି ଆମ ପାଇଁ ଯଥେଷ୍ଟ ବୋଲି ଆମେ ଭାବୁଛୁ, କିନ୍ତୁ ଅଦୃଶ୍ୟ ବିଷୟ ଗୁଡ଼ାକ ଆମେ ଦେଖିପାରୁନୁ। ଯେମିତି ଶାରୀରିକ ମାଂସର ଚକ୍ଷୁ ଆଉ ଆତ୍ମିକ ଚକ୍ଷୁ, ଯେମିତି ଜୀବନ ମଧ୍ୟ ଦୁଇ ପ୍ରକାର, ଯେମିତି ଶାରୀରିକ ମୃତ୍ୟୁ ଆଉ ଅନନ୍ତ ମୃତ୍ୟୁ, ଯାହାକୁ ଆମେ ଆତ୍ମିକ ମୃତ୍ୟୁ ବୋଲି କହୁଛୁ। ତଦ୍ରୂପ ଏଇ ଯୋଉ ଜଗତରେ ଆମେ ଯୋଉ ଅଛୁ ଗୋଟିଏ ଅତିଥି ବା କୁଣିଆ ସଦୃଶ ଅଛୁ। ଦିନେ ନା ଦିନେ ଆମକୁ ଏଇ ଜଗତ ଛାଡ଼ି ଯିବାକୁ ହେବ, କାରଣ ଆମ ଆଗରୁ ଯେତେ ସବୁ ଆସିଥିଲେ ମହାନ ମହାନ ଆଉ ଜ୍ଞାନୀ ପଣ୍ଡିତ ଧନୀ ଅନେକ ପ୍ରକାର ବଳିଆରୀ ମଧ୍ୟ ଏ ଜଗତରୁ ସେମାନେ ବିଦାୟ ନେଇଛନ୍ତି। କାରଣ ଆମେ ଏ ଜଗତରୁ ଅଳ୍ପ ସମୟ ପାଇଁ ଆସିଅଛୁ, କେବଳ ଗୋଟେ କୁଣିଆ ସଦୃଶ। ଆମର ପ୍ରକୃତ ଘର ହେଉଛି ସେଇଠି ସ୍ୱର୍ଗରେ ପିତାଙ୍କ ନିକଟରେ। ତ ଆମେ ସମୟ ଆସିବ ସେଇଠିକୁ ଆମେ ଚାଲିଯିବା। ତ ଆମେ ଏଠାକୁ ଆସିଅଛୁ ଯେ ପ୍ରଭୁଙ୍କର ମହିମା ପ୍ରଶଂସା କରିବା ପାଇଁ ହିଁ ପ୍ରଭୁ ଆମକୁ ସୃଷ୍ଟି କରିଛନ୍ତି। ତା ସହିତ ଆମେ ଯେତେ ସବୁ ଦେଖୁଅଛୁ, ଯଦି ସଂସାରର ଯଦି ସ୍ତ୍ରୀ ସ୍ୱାମୀ ବାପା ମା ପୁଅ ଝିଅ ଏସବୁ ଦେଖୁଛୁ, ପିନ୍ଧିବା ପାଇଁ, ଖାଇବା ପାଇଁ, ରହିବା ପାଇଁ, ବୁଲିବା ପାଇଁ, ଏସବୁ ଯଦି ଆମେ ଯାହା କିଛି ଅନୁଭବ ପାଇଁ ଦେଖୁଛୁ, ଏସବୁ ପ୍ରଭୁ ଆମକୁ ଗୋଟେ ଗିଫ୍ଟ ଭାବରେ ଦେଇଛନ୍ତି। କିନ୍ତୁ ଆମର ମୂଳ ଲକ୍ଷ୍ୟ ଆମେ କେବଳ ତାହାଙ୍କର, କେବଳ ତାହାଙ୍କର ହିଁ ପ୍ରଶଂସା ମହିମା ପୂଜା ଆରାଧନା କରିବା ଦରକାର।
तो आमे जो जगत रे अछु से जगत रे जो मोह माया लालसा रे आमे जो पड़ी रहिछु सकाळ उठुछु जे आज उठु उठु आमे कोन करिबा को काम को जीबी केते टंका मिलिबो से टंका आनिला पर मु कोन करबी राती थाउ थाउ आमे चिंता करि थाउ जे ताको एतिकी टंका बाकी ताको एतिकी टंका देबार अछि ताको ए जिंसडा मागिबार अछि ताको से जिंसडा देबार अछि सांसारिक चिंता संसारर मोह माया आ सांसारिक चिंतार आमे कोन सांसारिक जो जंजीर रे जो जाल रे आमे पड़ी रहिछु तो आमे घुरी बुलुचु जे आमर पथ कोउठी आमे घुरी बुलुचु जे आमर सत्य बाट कोउठी आमे कहार पाद धरिबा कहार शरण नेबा कहार अनुगामी हेबा काहाकू आमे आउ विश्वास करिबा कहा पाखरे आमे करिथिबार पाप को स्वीकार करिबा ए सब विषय रे एस आधारित होईची ए गीतटी जो गीतर नाम होची कांदी कांदी गीतटा अति शीघ्र आसु अछि जो गीत को लिखिचंती आमर वायरल गीत रचक सुंदर कुमार ब्रदर तांकर अनेक गीत आपण माने सुनिथिबे किछि दिन तळे मध्य दुखीर नाथ जोडा कि वायरल हे गला अनेक गीत से बहुत भल भाव लिखंती तांकर केवल मूल लक्ष्य जे प्रभुंकर गीत गुडाक लोक मानक निकट को पठेबी लोक मानक निकट को मु पहुंचेबी एटा ही तांकर मूल लक्ष्य तो सेही सुंदर कुमार ब्रदर एई गीतटा लिखिचंती जो गीत को गाइचंती स्वर्गत हुमायन सागर सा जे कि आम गहनर नाहंती किंतु तांकर गीत अति शीघ्र आसीबो आम गहनरे आ आमे समस्ते सुनिबा को पाइबा समस्ते परस्पर को गीत द्वारा जेपरि आम हृदय को स्पर्श करिबा अनुभव करिबा जे आमे मध्ये वर्तमान को गति रहछु को परिस्थिति रहछु आउ को जगह रे अछु तो आमे काहाकू खोजिबा कबो काहा निकटरे आमे कांदी कांदी प्रार्थना करिबा कबो काहा निकटरे आमे कांदी कांदी निजर पाप को स्वीकार करिबा को हेबो ए सब विषय को ने आधारित होईची से गीतटी तो आपण मान को अनुरोध करूची गीतटी को निश्चय सुनिबे आ निजर बंधु बांधव मान को शेयर करबा सहित प्रभु को निकटरे शरणागत हेबे प्रभु को निकटरे प्रार्थना करिवे प्रभु को निकट निजको उत्सर्गीकृत करिवे एहा तिला हमर मूल लक्ष्य जदि आपण मानकू एई वीडियोटी जदि भलो लागिचे निश्चय आपण मानकर मतामत कमेंट बॉक्स रे जणाइबे आ निश्चय लाइक टे करिवे जदि म चैनल रे नो आसंती तो आपण माने सब्सक्राइब करिवे भूलिबेने आगुर कहूची पुणी कहि रखुची सब्सक्राइब करबा द्वारा आपण मानकर अकाउंट रु टंका मध्ये नष्ट हेबो नाही सब्सक्राइब करबा द्वारा मते पुनर्बार आउ किछु भलो उद्देश्य ऊपर वीडियो बनेया पई गोटे उत्साह मिलिबो रहउची पुनर्बार आउ को वीडियो रे देखाबो समस्ते भलो थांतु आ खुशी रे थांतु नमस्कार।